ପୂର୍ବବର୍ତ୍ତୀ ଭିଡ଼ିଓରେ ଆମେ ଏକ ପରମାଣୁ କ'ଣ ଏବଂ ପାରମାଣବିକ କ୍ରମାଙ୍କ କାହାକୁ କୁହାଯାଏ ସେ ବିଷୟରେ ଭଲସେ ଆଲୋଚନା କରିଥିଲେ। ତେବେ ଏହି ଭିଡ଼ିଓରେ ଆମେ ପାରମାଣବିକ ବସ୍ତୁତ୍ୱ କାହାକୁ କୁହାଯାଏ ପାରମାଣବିକ ବସ୍ତୁତ୍ୱ ବିଷୟରେ ଆଲୋଚନା କରିବା। ତେବେ ସେଥିପାଇଁ ମୁଁ ଗୋଟେ ଉଦାହରଣ ନେଉଛି, ଯେମିତିକି କାର୍ବନ। ଠିକ୍ ଅଛି। ତେବେ କାର୍ବନର ପାରମାଣବିକ କ୍ରମାଙ୍କ ହେଉଛି 6 ଏବଂ ଯଦି ଆମେ ଏହାର ପାରମାଣବିକ ବସ୍ତୁତ୍ୱ ଦେଖିବା ତାହେଲେ ଏହାର ବସ୍ତୁତ୍ୱ ହେଉଛି କେତେ? 12। ଏଠି ଲେଖୁଛି। ତେବେ ଆମେ ଏହି କାର୍ବନର ପାରମାଣବିକ ବସ୍ତୁତ୍ୱ 12 କେମିତି ହେଲା ଆମେ ପର୍ଯ୍ୟାୟ ସାରଣୀ ନେଇକି ଭଲସେ ବୁଝିବା ପାଇଁ ଆରମ୍ଭ କରିବା। ତେବେ ଏଇଠି ଆମେ ଗୋଟେ ଜିନିଷ ଦେଖିଲେ ଯେ ଆମେ ଏଠି କାର୍ବନ ନେଇଛନ୍ତି। ବର୍ତ୍ତମାନ କାର୍ବନର ପାରମାଣବିକ କ୍ରମାଙ୍କ 6, ପାରମାଣବିକ ବସ୍ତୁତ୍ୱ 12। ତେବେ ଆମେ ପୂର୍ବରୁ ଆଲୋଚନା ମଧ୍ୟ କରିଥିଲେ କ'ଣ ନା ଯେତେବେଳେ ଆମେ ପାରମାଣବିକ ବସ୍ତୁତ୍ୱ ବିଷୟରେ ଆଲୋଚନା କରନ୍ତି, ପାରମାଣବିକ ବସ୍ତୁତ୍ୱ ସର୍ବଦା ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍ ମଧ୍ୟରେ ରହିଥାଏ ଏବଂ ନ୍ୟୁକ୍ଲିୟସ୍ ସେ ପରମାଣୁର ଠିକ୍ ମଝି ଭାଗରେ ରହିଥାଏ। କିଛି ଏମିତି ଯଦି ଆମେ କହିବା ଏଇଟା ହେଉଛି ଗୋଟେ ପରମାଣୁ, ତାହେଲେ ତାର ନ୍ୟୁକ୍ଲିୟସଟା ଠିକ୍ ତାର ମଝି ଭାଗରେ ଥାଏ କିଛି ଏଇ ଜାଗାରେ ଏବଂ ସେଇଠି ତାର ସମ୍ପୂର୍ଣ୍ଣ ପାରମାଣବିକ ବସ୍ତୁତ୍ୱ ରହିଥାଏ। ତେବେ ଏଇ ଯେଉଁ ନ୍ୟୁକ୍ଲିୟସ୍ ଆମେ ଦେଖିଲେ, ଏଇ ନ୍ୟୁକ୍ଲିୟସ୍ ମଧ୍ୟରେ କ'ଣ ଥାଏ? ଏଇ ନ୍ୟୁକ୍ଲିୟସ୍ ମଧ୍ୟରେ ପ୍ରୋଟନ୍ ଥାଏ ଏବଂ ନ୍ୟୁଟ୍ରନ୍ ଥାଏ। ତାହେଲେ ଯଦି ଆମେ ପ୍ରୋଟନ୍ର ବସ୍ତୁତ୍ୱକୁ ନ୍ୟୁଟ୍ରନ୍ର ବସ୍ତୁତ୍ୱ ସହିତ ମିଶାଇଦେବା ତାହେଲେ ଆମେ ତାର ପାରମାଣବିକ ବସ୍ତୁତ୍ୱ ପାଇଯିବା। ତେଣୁ ମୁଁ ଏଇଠି କିଛି ଏମିତି ଲେଖିଲି ଯେ ପାରମାଣବିକ ବସ୍ତୁତ୍ୱ 12 ହେଉଛି ପ୍ରୋଟନ୍ ସଂଖ୍ୟା ଏବଂ ତା ସହିତ ନ୍ୟୁଟ୍ରନ୍ ସଂଖ୍ୟା। ତେବେ ଏଇଠି ଆମେ ଆଲୋଚନା କରିଥିଲେ ଯେ କାର୍ବନର ପାରମାଣବିକ କ୍ରମାଙ୍କ ହେଉଛି କେତେ? 6 ଏବଂ ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କଲେ ଯେ ପାରମାଣବିକ କ୍ରମାଙ୍କ ଯଦି 6 ତାହେଲେ ତାର ପ୍ରୋଟନ୍ ସଂଖ୍ୟା ମଧ୍ୟ 6। ତେବେ ଯଦି ପ୍ରୋଟନ୍ ସଂଖ୍ୟା 6 ହେଇଯାଉଛି ତାହେଲେ ନ୍ୟୁଟ୍ରନ୍ ସଂଖ୍ୟା କେତେ ହେବ ତାକୁ ଆମେ ଆଲୋଚନା କରିବା। ତେବେ ସେଥିପାଇଁ ମୁଁ ଏଇଠି ଏଇ କାର୍ବନର ପରମାଣୁ ଗଠନ ଅଙ୍କନ କରୁଛି। ଦେଖ, ବର୍ତ୍ତମାନ ଆମ ପାଖରେ ପାରମାଣବିକ କ୍ରମାଙ୍କ 6, ଏହାର ଅର୍ଥ ମୋ ପାଖରେ 6ଟି ପ୍ରୋଟନ୍ ଅଛି। 1, 2, 3, 4, 5, 6ଟି। ଠିକ୍ ଅଛି। ତାହେଲେ 6ଟି ପ୍ରୋଟନ୍ ତ ହେଇଗଲା। ତେବେ ନ୍ୟୁଟ୍ରନ୍ କେତୋଟି ଥିବ? ପ୍ରୋଟନ୍ ଯଦି 6 ହେଇଗଲା ତାହେଲେ ନ୍ୟୁଟ୍ରନ୍ କେତେ ହେବ? ଟୋଟାଲ ପାରମାଣବିକ ବସ୍ତୁତ୍ୱ ହେଉଛି 12। ତାହେଲେ ବଳକା ଯାହା ବି ବଳି ପଡ଼ିଲା ତାହା ହେଉଛି ନ୍ୟୁଟ୍ରନ୍ ସଂଖ୍ୟା। ତେବେ ନ୍ୟୁଟ୍ରନ୍ ମଧ୍ୟ 6। ତାହେଲେ ଆମେ କହିପାରିବା ଯେ ଏଠି 6ଟି ପ୍ରୋଟନ୍ ଏବଂ 6ଟି ନ୍ୟୁଟ୍ରନ୍ ଅଛି। ତେବେ ଯଦି 6ଟି ନ୍ୟୁଟ୍ରନ୍ ଅଛି ତାହେଲେ ଆମେ 6ଟି ନ୍ୟୁଟ୍ରନ୍କୁ ଏମିତି ଅଙ୍କନ କରିଦେବା। 1, 2, 3, 4, 5 ଏବଂ 6ଟି। 6ଟି ପ୍ରୋଟନ୍ 6ଟି ନ୍ୟୁଟ୍ରନ୍ ହେଇଗଲା। ତେବେ ଏଇଠି ଗୋଟିଏ ପ୍ରୋଟନ୍କୁ ଯଦି ଦେଖିବା ଏହାର ବସ୍ତୁତ୍ୱ ହେଉଛି 1 AMU। ଠିକ୍ ଅଛି। ଗୋଟିଏ ପ୍ରୋଟନ୍ର ବସ୍ତୁତ୍ୱ ହେଉଛି 1 AMU। AMUର ଅର୍ଥ ହେଉଛି ଆଟମିକ୍ ମାସ୍ ୟୁନିଟ୍ ବା ପାରମାଣବିକ ବସ୍ତୁତ୍ୱ ଏକକ। ଠିକ୍ ଅଛି। ଦେଖାଗଲା ଯେ ଯଦି ଆମେ 1 AMUକୁ କିଲୋଗ୍ରାମରେ କାଲକୁଲେଟ୍ କରିକି ଦେଖିବା ତାହେଲେ ଏହା ହେଉଛି ପାଖାପାଖି 1.67 ଇଣ୍ଟୁ 10⁻⁻27 କେଜି। ଠିକ୍ ଅଛି। ତେବେ ଏତିକି କେଜିକୁ ଆମେ କହିଲେ 1 AMU। ତୁମେ ଦେଖିପାରୁଥିବ ଯେ ଏହା ଯେ କେତେ କ୍ଷୁଦ୍ର ଅଟେ, ଅତ୍ୟନ୍ତ କମ୍ ଅଟେ, କିନ୍ତୁ ଏହାର ପାରମାଣବିକ ବସ୍ତୁତ୍ୱ ଥାଏ। ତେବେ ନ୍ୟୁଟ୍ରନ୍ର ବସ୍ତୁତ୍ୱ କେତେ ହେବ? ନ୍ୟୁଟ୍ରନ୍ର ବସ୍ତୁତ୍ୱ ମଧ୍ୟ ସେଇ 1 AMU ହେବ। ତେବେ ଯେହେତୁ ଏଠି 12ଟି ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍ ଅଛି ତାହେଲେ ଏହାର ପାରମାଣବିକ ବସ୍ତୁତ୍ୱ କେତେ ହେଇଗଲା? 12 ହେଇଗଲା। ତେବେ ଏଥିରେ ଇଲେକ୍ଟ୍ରନ୍ ମଧ୍ୟ ଥିବ। ତେବେ କେତୋଟି ଇଲେକ୍ଟ୍ରନ୍ ଥାଏ? ଆମେ ଜାଣିଛନ୍ତି ଯଦି ଏଇଟା ଗୋଟେ ନ୍ୟୁଟ୍ରାଲ୍ ପରମାଣୁ ତାହେଲେ ତା ପାଖରେ 6ଟି ପ୍ରୋଟନ୍ ଅଛି ମାନେ 6ଟି ଇଲେକ୍ଟ୍ରନ୍ ଥିବ। ତେବେ 6ଟି ଇଲେକ୍ଟ୍ରନ୍କୁ ତୁମେ ଏଇଠି କିଛି ଏମିତି ଦେଖିପାରିବ। 1, 2, 3, 4, 5, 6ଟି। 6ଟି ଇଲେକ୍ଟ୍ରନ୍ ତା ଚାରିପଟରେ ଏମିତି ଘୁରୁଛନ୍ତି ଅନବରତ ତାଙ୍କର ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ। ତେବେ ଇଲେକ୍ଟ୍ରନ୍ର ବସ୍ତୁତ୍ୱକୁ ଆମେ କାହିଁକି ଗଣିଲେ ନାହିଁ? ତେବେ ଜାଣି ରଖ ଯେ ଇଲେକ୍ଟ୍ରନ୍ର ବସ୍ତୁତ୍ୱ ଅତ୍ୟନ୍ତ କ୍ଷୁଦ୍ର ଅଟେ। ଯଦି ଆମେ ଆଲୋଚନା କରିବା ତାହେଲେ ଗୋଟିଏ ପ୍ରୋଟନ୍ର ବସ୍ତୁତ୍ୱ ପାଖାପାଖି 1837ଟି ଇଲେକ୍ଟ୍ରନ୍ର ବସ୍ତୁତ୍ୱ ସହିତ ସମାନ। ତାମାନେ ଇଲେକ୍ଟ୍ରନ୍ର ବସ୍ତୁତ୍ୱ ଏତେ କ୍ଷୁଦ୍ର ଯେ ଆମେ ତାହାକୁ ଗଣନା କରିପାରିବା ନାହିଁ ବା କାଲକୁଲେଟ୍ କରିପାରିବା ନାହିଁ। ତେଣୁ ଆମେ ଯେତେବେଳେ ଗୋଟେ ପରମାଣୁର ପାରମାଣବିକ ବସ୍ତୁତ୍ୱକୁ ଆଲୋଚନା କରନ୍ତି ତେବେ ତାର ପ୍ରୋଟନ୍ ସଂଖ୍ୟା ଏବଂ ନ୍ୟୁଟ୍ରନ୍ ସଂଖ୍ୟାକୁ ଯୋଗ କରି ଆମେ ସେହି ପରମାଣୁର ପାରମାଣବିକ ବସ୍ତୁତ୍ୱ ନିର୍ଣ୍ଣୟ କରିଥାନ୍ତି। ତେବେ ବର୍ତ୍ତମାନ ମୁଁ ଏଇଠି କାର୍ବନର ପାରମାଣବିକ ବସ୍ତୁତ୍ୱ ନିର୍ଣ୍ଣୟ କରୁଛି। ଠିକ୍ ଅଛି। ତେବେ ଏଥିରେ ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍ ଏକ୍ଜାକ୍ଟଲି କେତେ କେତେ ଅଛନ୍ତି ସେଇଟା ଆମେ ଆଲୋଚନା କରିବା। ତେବେ ଏଇଠି ଲକ୍ଷ୍ୟ କର, ଆମେ ଯଦି କାର୍ବନକୁ ଦେଖିବା ତେବେ କାର୍ବନ ପାଖରେ ଏହାର ପାରମାଣବିକ ବସ୍ତୁତ୍ୱ କେତେ ଲେଖା ହେଇଛି? ବସ୍ତୁତ୍ୱ ଲେଖା ହେଇଛି 12.0107। ତାହେଲେ ମୁଁ କହିପାରିବି ଯେ କାର୍ବନର ପାରମାଣବିକ ବସ୍ତୁତ୍ୱ ହେଉଛି କେତେ? 12.0107। ଏତିକି ଆମେ ଲେଖିଲେ। ତାହେଲେ ମୁଁ କହିଲି ଯେ କାର୍ବନର ପାରମାଣବିକ ବସ୍ତୁତ୍ୱ ଯଦି ଏତିକି ତାହେଲେ ଆ ପାଖରେ ପ୍ରୋଟନ୍ କେତୋଟି ଅଛି? ପ୍ରୋଟନ୍ ତ 6ଟି ଅଛି ନା ଆମେ ଜାଣିଛନ୍ତି। ତେବେ ପ୍ରୋଟନ୍କୁ ମୁଁ ଲେଖିଲି କେତେ?
P प्लस एवं वस्तु तो जिते निर्णय करती आम प्रोटोन को न्यूट्रॉन सहित मिसई था तेज प्रोटोन अच्छी कतोटी 6टी तेज न्यूट्रॉन कतोटी हम ये 12.0107 रु 6 को माइनस कर दियो जहाँ बड़ी पड़ला ता हूँ न्यूट्रॉन संख्या तेज ये केते आसीबो न्यूट्रॉन संख्या आसीबो 6.0107 ताहले आमे कहि परिबे जे एटी केतोटी 6.0107 संख्यक न्यूट्रॉन अछंती तेबे आमे पारमाणविक वस्तुत्व किपरि निर्णय करा जाय से विषय आलोचना करि पारले एवं देखिले जे जदि हमको पारमाणविक वस्तुत्व जणा अछि सेथिरे प्रोटॉन संख्या और न्यूट्रॉन संख्या केते केते अछि ताहा आमे निर्णय करि परिबा ठीक अछि तेबे तापरे देखा गला जे बेले बेले कार्बन रो जो पारमाणविक वस्तुत्व 12 अछि बेले बेले कार्बन रो पारमाणविक वस्तुत्व 14 मध्ये थाए तेबे मु ताकू एठी लिखुची कार्बन रो बेले बेले पारमाणविक वस्तुत्व 12 थाए एवं देखा जाय जे बेले बेले कार्बन रो पारमाणविक वस्तुत्व 14 थाए तेबे 14 कोठु आसला तेबे आमे एठी लक्ष्य करूचंती जे पारमाणविक क्रमांक सबुथिरे 6 अछि ताहाले दुईटी कर प्रोटॉन संख्या केते हे जिवो 6 हे जिवो जदि प्रोटॉन संख्या 6 हे गला ताहाले वस्तुत्व केमिति बदलिला जदि वस्तुत्व बदलिला ताहार अर्थ सेथिरे न्यूट्रॉन संख्या अलग अलग अछि जदि हम एथिरे देखिबा ए कार्बन रे 6टी प्रोटॉन तो अछि हमें ताकू जानिचंती कारण पारमाणविक क्रमांक होची 6 तबे न्यूट्रॉन केतोटी अछि न्यूट्रॉन होची 12 - 6 समान मो पाखरे 6टी न्यूट्रॉन अछि तबे जदि ए कार्बन को लक्ष्य करबा एथिरे 6टी प्रोटॉन सेमति अछि एवं न्यूट्रॉन केतोटी अछि 14 - 6 = 8 न्यूट्रॉन 8टी न्यूट्रॉन ए कार्बन पाखरे अछि तेनु एहाको आइसोटोप बोली कहा जाए कार्बन रो दुईटी आइसोटोप थाए गोटे होची C12 गोटे होची C14 आइसोटोप रो अर्थ होची जहार समान पारमाणविक क्रमांक थाए किंतु भिन्न भिन्न पारमाणविक वस्तुत्व रही थाए तबे ये तो गला आइसोटोप कथा पारमाणविक वस्तुत्व कथा वर्तमान आमे परमाणुर आकार केते ता विषय आलोचना करबा तबे वर्तमान तुम एटी जानि रख जे जदि आमे आकार विषय आलोचना करबा ताहले आमे देखिबा जे गोटे परमाणुटी किछि एमती देखा जाए अत्यंत बड़ एवं जदि तार न्यूक्लियस को आमे लक्ष्य करबा न्यूक्लियस ठीक तार मझी भाग रे एमती थाए एवं न्यूक्लियस रो आकार बहुत ही छोट अटे तेबे जदि आमे एटी कोन हीलियम रो एटम को नेचंती एटा गोटे हीलियम रो एटम तेबे हीलियम रे आमे कोन लक्ष्य करछंती न्यूक्लियस ता एते क्षुद्र ता चारिपटर इलेक्ट्रॉन गुडी को घुरुचंती तेबे इलेक्ट्रॉन तो घुरुचंती न्यूक्लियस रे समस्त वस्तुत्व अछि एवं तार संपूर्ण अंश आमे कहबा 99.99% एरिया जहाँ भी आमे देखछंती सब गुडा फांका स्थान थाए आ भितरे किछि न थाए हमकु कार्बन कठिन लागुतले मध्य ता भितरे अनेक स्थान फांका रही थाए एवं वैज्ञानिक माने देखिले जदि हीलियम को आमे लक्ष्य करिबा हीलियम रा न्यूक्लियस रो दैर्घ्य होची 1 फेम्टोमीटर ठीक अछि एवं जदि तार परमाणु रो व्यासार्ध देखिबा परमाणु रो व्यासार्ध होची 1 आर्मस्ट्रांग एवं जानि रख जे 1 आर्मस्ट्रांग केते ना 10⁻⁻10 मीटर तेबे जदि गोटे परमाणु रो आकार एतिकी हैला एतिकी व्यासार्ध हैला ताहले तार न्यूक्लियस टी 1 लाख गुणा कम ताठारु तामाने तुमे जानि परथुबो जे न्यूक्लियस टी केते क्षुद्र एवं एई क्षुद्र न्यूक्लियस भितरे गोटे परमाणु रो समस्त वस्तुत्व रही थाए एवं तार चारि पाखरे जहाँ भी आमे देखुचंती सब गुडिक फांका स्थान रही थाए बुझिला तेबे पारमाणविक वस्तुत्व कोन एवं एथिरे प्रोटॉन और न्यूट्रॉन संख्या केमते निरूपण करा जाए एवं आइसोटोप कहा कुआ जाए से विषय में आलोचना कले आशा करछि तुमे बुझि पारथिबो।